ଧରା ପଡ଼ିଲେ ପୋଲିସକୁ ଚକମା ଦେଇ ଚୋରି କରୁଥିବା ଜାଆଁଳା ଭାଇ। ଆସନ୍ତୁ ଜାଣିବା ଏହାର ସର୍ଭିସେସ୍ ଖବର ବିଷୟରେ। ମଧ୍ୟପ୍ରଦେଶର ମାଉଗଞ୍ଜ ପୋଲିସ ଚୋରିର ଏକ ଘଟଣାର ପର୍ଦ୍ଦାଫାଶ କରିଛି। ଏହି ଚୋରି ଘଟଣାରେ ସାମିଲ ଥିବା 3 ଜଣ ଚୋରଙ୍କୁ ଗିରଫ କରିବା ପାଇଁ ପୋଲିସ ଅନେକ ଦିନ ହେବ ଖୋଜୁଥିଲା। ଶେଷରେ ପୋଲିସ ଏହି 3 ଜଣ ଚୋରଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ହୋଇଥିବା 3 ଜଣ ଚୋରଙ୍କ ମଧ୍ୟରୁ 2 ଜଣ ହେଉଛନ୍ତି ଜାଆଁଳା ଭାଇ। ଏସ୍ପି ରସ୍ନା ଠାକୁର କହିଛନ୍ତି 3 ଜଣ ଚୋରଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଚୋରଙ୍କ ନାମ ରବିଶଙ୍କର ବିଶ୍ୱକର୍ମା, ଜଗନ୍ନାଥ କେବଟ ଓ ସୌରଭ ବର୍ମା। ସୌରଭ ବର୍ମାଙ୍କର ଜାଆଁଳା ଭାଇ ହେଉଛନ୍ତି ସଞ୍ଜୀବ ବର୍ମା। ସୌରଭ ଓ ସଞ୍ଜୀବ ଜାଆଁଳା ହୋଇଥିବାରୁ ଦେଖିବାକୁ ଏକାଭଳି। ସୌରଭ ଯେତେବେଳେ ବି ତାର ସାଥୀଙ୍କୁ ଧରି ଚୋରି କରିବା ପାଇଁ ବାହାରିଥାଏ, ମୁଖ୍ୟ ଭୂମିକା ନିଭାଇଥାଏ ତାର ଭାଇ ସଞ୍ଜୀବ ବର୍ମା। ସୌରଭ ଯେଉଁଠାରେ ଚୋରି କରେ ତାର ଆଖପାଖ ସ୍ଥାନରେ ଲାଗିଥିବା ସିସିଟିଭି ସାମ୍ନାରେ ସଞ୍ଜୀବ ବୁଲୁଥାଏ। କାରଣ ପୋଲିସ ଯେତେବେଳେ ସିସିଟିଭି ଫୁଟେଜ ଯାଞ୍ଚ କରିଥାଏ, ଦ୍ୱନ୍ଦ୍ୱରେ ପଡ଼ିଥାଏ କି ଧରା ପଡ଼ିଥିବା ଚୋର ତ ସିସିଟିଭି ସାମ୍ନାରେ ବୁଲୁଛି, ତେବେ ସେ ଚୋରି ଘଟଣାରେ ସମ୍ପୃକ୍ତ ନାହିଁ। ଏମିତି ଅନେକ ଚୋରି ଘଟଣାରେ ସୌରଭ ଧରା ପଡ଼ିଥିବା ବେଳେ ସିସିଟିଭିକୁ ଆଧାର କରି ପୋଲିସ ଛାଡ଼ିଦିଏ। ଅନେକ ତଦନ୍ତ ପରେ ପୋଲିସ ଜାଆଁଳା ଭାଇଙ୍କର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି।